यतन्तो योगिनश्चैनं पश्यन्त्यात्मन्यवस्थितं यतन्तोऽप्यकृतात्मानो नैनं पश्यन्त्यचेतसः। बंधुगण, ज्ञान दुई प्रकार होइथाए, भौतिक बा सांसारिक ज्ञान एवं आध्यात्मिक बा दिव्य ज्ञान। मनुष्य साधारणतः यही भूल करिथाए जे ଯେଉଁ ପ୍ରଣାଳୀରେ ସେ ସାଂସାରିକ ଜ୍ଞାନ ପ୍ରାପ୍ତ କରିଥାଏ ସେହି ପ୍ରଣାଳୀରେ ଦିବ୍ୟ ଜ୍ଞାନ ପ୍ରାପ୍ତ କରିବାକୁ ଚେଷ୍ଟା କରିଥାଏ। ସାଧାରଣତଃ ଆମର ଇନ୍ଦ୍ରିୟ, ମନ ଓ ବୁଦ୍ଧି ସାଂସାରିକ ଜ୍ଞାନକୁ ଅତି ସହଜରେ ବୁଝିପାରିଥାନ୍ତି ଏବଂ ଧାରଣ କରିପାରିଥାନ୍ତି, କିନ୍ତୁ ଦିବ୍ୟ ଜ୍ଞାନକୁ ସହଜରେ ବୁଝିନଥାନ୍ତି ଏବଂ ଧାରଣ ମଧ୍ୟ କରିପାରିନଥାନ୍ତି। ଅତଏବ ଆମେ ଏହା ମାନିନେଉ ଯେ ଯଦି କୌଣସି ବିଷୟକୁ ଆମର ଇନ୍ଦ୍ରିୟମାନେ ବା ମନ ଧାରଣ କରିପାରୁନାହିଁ କିମ୍ବା ଆମ ବୁଦ୍ଧି ବୁଝିପାରୁନାହିଁ, ତାହେଲେ ସେପରି କୌଣସି ଜିନିଷର ତତ୍ତ୍ୱର ଅସ୍ତିତ୍ୱ ନାହିଁ। ଯେହେତୁ ଇନ୍ଦ୍ରିୟ ଗୁଡ଼ିକ ଆତ୍ମାକୁ ଉପଲବ୍ଧି କରିପାରନ୍ତି ନାହିଁ, ସେମାନେ ଏହି ନିଷ୍କର୍ଷରେ ପହଞ୍ଚିଥାନ୍ତି ଯେ ଆତ୍ମା ନାମକ କୌଣସି ତତ୍ତ୍ୱ ନାହିଁ। ଆମେ ଆମର ଇନ୍ଦ୍ରିୟମାନଙ୍କର ଅନୁଭୂତି ଏବଂ ବୁଦ୍ଧିର ଶକ୍ତିକୁ ଜ୍ଞାନର ସଠିକତା ଅଥବା ତ୍ରୁଟିପୂର୍ଣ୍ଣତାକୁ ନିର୍ଣ୍ଣୟ କରିବାର ମାନଦଣ୍ଡ ରୂପେ ଗ୍ରହଣ କରିନେଉ। ଆମର ମନର ଏକ ସ୍ୱାଭାବିକ ପ୍ରବୃତ୍ତି ଯେଉଁ ବିଷୟକୁ ଆମ ଇନ୍ଦ୍ରିୟ ମନ ଗ୍ରହଣ କରୁନାହାନ୍ତି ବା ବୈଜ୍ଞାନିକ ଏବଂ ଦାର୍ଶନିକ ବିଶ୍ୱାସ କରୁନାହାନ୍ତି, ତାକୁ ଆମେ ବି ବହିଷ୍କାର କରିଥାଉ। ତଥାପି ବୈଜ୍ଞାନିକମାନେ ମନୁଷ୍ୟ ହିଁ ଅଟନ୍ତି। ସେମାନେ ନିଜର ପରିବେଶ ଏବଂ ଯୁଗର ବଦ୍ଧମୂଳ ଧାରଣାକୁ ନେଇ ପରିତୃପ୍ତ ଥାନ୍ତି। ବୈଜ୍ଞାନିକ ବିଶ୍ୱାସ କରନ୍ତି ଯେ ବର୍ତ୍ତମାନର ସିଦ୍ଧାନ୍ତ ଅନୁସାରେ ଯେଉଁ ତତ୍ତ୍ୱର ବର୍ଣ୍ଣନା କରାଯାଇପାରୁନାହିଁ ତାର ଅସ୍ତିତ୍ୱ ମଧ୍ୟ ନାହିଁ। ବୈଜ୍ଞାନିକମାନେ ଏବେ ବି ଟେଲିପାଥି ଏବଂ ଅନ୍ୟ ଆଧ୍ୟାତ୍ମିକ ପ୍ରକ୍ରିୟାକୁ ଭ୍ରମ ମନେ କରିଥାନ୍ତି। ଏହାକୁ ଆମେ ଏକ ଉଦାହରଣ ଦ୍ୱାରା ବୁଝିବା। ଗୋଟିଏ ମଣ୍ଡୁକ ଜନ୍ମରୁ ଗୋଟିଏ କୂଅ ଭିତରେ ରହୁଥିଲା ଏବଂ ସେ କୂଅର ଆକାର ସମ୍ବନ୍ଧରେ ପୂର୍ଣ୍ଣ ପରିଚିତ ଥିଲା। ଦିନେ ସମୁଦ୍ରରେ ରହୁଥିବା ଏକ ମଣ୍ଡୁକ କୂଅ ମଧ୍ୟକୁ ଡେଇଁ ପଡ଼ିଲା। ସେମାନେ ପରସ୍ପର ମଧ୍ୟରେ ବାର୍ତ୍ତାଳାପ କରିବାରେ ଲାଗିଲେ। କୂଅର ମଣ୍ଡୁକଟି ସାମୁଦ୍ରିକ ମଣ୍ଡୁକକୁ ପଚାରିଲା, ତୁମେ ଯେଉଁଠାରୁ ଆସିଛ ସେହି ସମୁଦ୍ରଟି କେତେ ବଡ଼? ସମୁଦ୍ର ମଣ୍ଡୁକଟି ଉତ୍ତର ଦେଲା, ତାହା ବହୁତ ବଡ଼। କୂଅ ମଣ୍ଡୁକଟି ପଚାରିଲା, କ'ଣ ତାହା ଏଇ କୂଅଠାରୁ 5 ଗୁଣ ବଡ଼ ନା ବେଶୀ ବଡ଼? 10 ଗୁଣ ବଡ଼ ନା ବେଶୀ ବଡ଼? 100 ଗୁଣ ବଡ଼ ନା ବେଶୀ ବଡ଼? ସମୁଦ୍ରର ମଣ୍ଡୁକଟି କହିଲା, ତାହା ବହୁତ ବଡ଼। କୂଅ ମଣ୍ଡୁକଟି କହିଲା, ତୁମେ ମିଛ କହୁଛ। ମୋ କୂଅଠାରୁ ଅନ୍ୟ କୌଣସି ବସ୍ତୁ 100 ଗୁଣରେ ବା ବଡ଼ କିପରି ହୋଇପାରିବ? କୂପ ବିଷୟରେ ତାର ସାରା ଜୀବନର ଅଭିଜ୍ଞତା ବା ବୁଦ୍ଧିକୁ ଗ୍ରାସ କରିଥିଲା। ତେଣୁ ସେ ବିଶାଳ ସାଗରର ପରିକଳ୍ପନା କରିପାରିଲା ନାହିଁ, କାରଣ ତାର ଜ୍ଞାନ ସେହି କୂଅ ମଧ୍ୟରେ ହିଁ ସୀମିତ ଥିଲା। ସେହିପରି ନିଜର କ୍ଷୁଦ୍ର ବୁଦ୍ଧିର ଅଭିଜ୍ଞତାରେ ସୀମିତ ହୋଇ ଭୌତିକବାଦୀମାନେ ଅପ୍ରାକୃତିକ ଆତ୍ମାର ଉପସ୍ଥିତିର ସମ୍ଭାବନାକୁ ଅସ୍ୱୀକାର କରିଥାନ୍ତି। କିନ୍ତୁ ଯେଉଁମାନେ ଆଧ୍ୟାତ୍ମିକ ମାର୍ଗର ଅନୁସରଣ କରନ୍ତି, ସେମାନେ ହୃଦ୍ବୋଧ କରିପାରନ୍ତି ଯେ ଭୌତିକ ବୁଦ୍ଧିର ପରିସୀମା ବାହାରେ ମଧ୍ୟ ଜ୍ଞାନ ଥାଇପାରେ। ନମ୍ରତା ଏବଂ ବିଶ୍ୱାସର ସହିତ ଅନ୍ତଃକରଣକୁ ଶୁଦ୍ଧ କରିବାର ଲକ୍ଷ୍ୟ ନେଇ ସେମାନେ ଆଧ୍ୟାତ୍ମିକ ମାର୍ଗରେ ଯାତ୍ରା ଆରମ୍ଭ କରିଥାନ୍ତି। ଅନ୍ତଃକରଣ ଶୁଦ୍ଧ ହୋଇଗଲେ ଆତ୍ମାର ଉପସ୍ଥିତି ନିଜେ ନିଜେ ହୃଦ୍ବୋଧ ହୋଇଥାଏ। ସେତେବେଳେ ଶାସ୍ତ୍ରୋକ୍ତ ସତ୍ୟର ଜ୍ଞାନ ଅନୁଭବାତ୍ମକ ହୋଇଥାଏ। ଇନ୍ଦ୍ରିୟମାନେ ପ୍ରାରମ୍ଭିକ ସ୍ତରରେ ଯେପରି ଆତ୍ମାକୁ ଚିହ୍ନି ପାରନ୍ତି ନାହିଁ, ସେହିପରି ଭଗବାନ ମଧ୍ୟ ସେମାନଙ୍କର ପରିସୀମା ବହିର୍ଭୂତ ଅଟନ୍ତି ଏବଂ ଏହାର ଜ୍ଞାନ ଚକ୍ଷୁରେ ହିଁ ଧାରଣ କରାଯାଇପାରିବ। ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ଭଗବାନଙ୍କ ଅବସ୍ଥିତି ସମ୍ପର୍କରେ ଜାଣିବାର ଉପାୟ ବର୍ଣ୍ଣନା କରୁଛନ୍ତି। ଶିକ୍ଷା ଶରୀର ମଧ୍ୟରେ ଆତ୍ମା ପ୍ରତିଷ୍ଠାପିତ, ଏହା ଚେଷ୍ଟାରତ ଯୋଗୀମାନେ ଜାଣିପାରନ୍ତି।
କିନ୍ତୁ ଯେଉଁମାନଙ୍କର ଅନ୍ତଃକରଣ ଶୁଦ୍ଧ ନୁହେଁ ସେମାନେ ଚେଷ୍ଟା କରି ମଧ୍ୟ ଏହା ଜାଣିପାରନ୍ତି ନାହିଁ। ଷ୍ଟ୍ରାଇଭିଂ yogis too are able to realize the soul enshrined in the body. However, those whose minds are not purified cannot recognize it, even though they strive to do so. Hare Krishna.